ଆଜିଠାରୁ 3 ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସ। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ବାଲା ବାବାଙ୍କ ମଠଠାରୁ ପୁରୁଣା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ସେପଟେ 160ଟି ଦେଶରୁ ଆସୁଥିବା ଅନେକ ପ୍ରବାସୀଙ୍କୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜେ ସ୍ୱାଗତ କରୁଥିବା ବେଳେ ଏପଟେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଥିବା ଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ଭିତରକନିକା ଅଭୟାରଣ୍ୟକୁ ମଧ୍ୟ ସେମାନଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରାପଡ଼ାବାସୀ। ବିକଶିତ ଭାରତ ସହ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳକୁ ପ୍ରବାସୀମାନଙ୍କୁ ସ୍ୱାଗତ କରିଛନ୍ତି। ତା ସହ କିଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ ସେ ନେଇ ସମସ୍ତ ପ୍ରବାସୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦେଖନ୍ତୁ କେନ୍ଦ୍ରାପଡ଼ା ମାଟିକେ ଆମେ ତ ସ୍ୱାଗତ କଲୁ। ଆଜିର ଯେଉଁ ଆମେ ଯେଉଁ ରାଲି କଲୁ ଏଠି ଆମେ ବାର୍ତ୍ତା ଦେବାକୁ ଚାହିଁବୁ ଯେ ଓଡ଼ିଶାରେ ଯେଉଁ ପ୍ରବାସୀ ଭାରତୀୟମାନଙ୍କର ସମ୍ମିଳନୀ ହେଉଛି ଏଇଟା କିଭଳି ଭାବରେ ଠିକ୍ ଢଙ୍ଗରେ ହେଉଛି ଏବଂ ଲୋକମାନେ ଏଥିରେ ମାନେ ଆୱାରନେସ୍ରେ ହୁଅନ୍ତୁ, ଆୱାର ହୁଅନ୍ତୁ, ସଚେତନ ହୁଅନ୍ତୁ। ବହୁତ ଲୋକ ଜାଣିନାହାନ୍ତି କ'ଣଟା ହେଉଛି ପ୍ରବାସୀ ଭାରତ। ଆ ଦ୍ୱାରା ଗୋଟେ ମେସେଜ ଗଲା ଯେ ଲୋକମାନେ ଜାଣିଲେ ଯେ ଗୋଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆମର ଓଡ଼ିଶାରେ ହେଉଛି। ପୃଥିବୀର ବିଭିନ୍ନ ଦେଶରେ ଯେଉଁମାନେ ଭାରତୀୟ ଭାଇ ଭଉଣୀମାନେ ଯାଇକି ବସବାସ କରୁଛନ୍ତି ସେମାନଙ୍କୁ ଏକାଠି କରିବା ସହଜ କଥା। ସେମାନଙ୍କୁ ଏକାଠି କରି ଏବଂ ଆମ ଓଡ଼ିଶାର ଚାଲିଚଳନ ଢଙ୍ଗ ଢାଙ୍ଗ କଳା ସଂସ୍କୃତି ପରମ୍ପରା ଆମର ହେରିଟେଜ ଆମର ଯାହା ଯାହା ନ୍ୟାଚୁରାଲ ମାନେ ବିୟୁଟି ଯାହା ଯାହା ରହିଛି ଆମର ସବୁଗୁଡ଼ାକୁ ଲୋକମାନଙ୍କ ଆଗରେ ବିଭାଜିତ କରିବା, ସାରା ବିଶ୍ୱକୁ ଦେଖେଇବା, ଏଇଟା ହେଉଛି ଆମର ଗୋଟେ ପ୍ରୟାସ, ମାନେ ଭାରତୀୟ ଜନତା ପାର୍ଟିର ପ୍ରୟାସ। या निश्चित भाव में आम गर्व और गौरवर विषय एवं ये जो कार्यक्रम को आदरणीय प्रधानमंत्री ओडिशा रे फोकस रखापी ये कार्यक्रम ओडिशा रे आयोजन करिसेंती धन्यवाद दूची एवं एथिरे पूरा ये कार्यक्रम सफल करिया दिगरे हमर लोकप्रिय मुख्यमंत्री मोहन चरण माझी ये कार्यक्रम तदारख करि निजे देखुचंती। केन्द्रापड़ारू मलय कुमार साहू को रिपोर्ट, खबर ओडिशा।